ଖୁଦୁରୁକୁଣି ମେଲଣ ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସୌରାଗିଣୀର ତୃତୀୟ ମା ଖୁଦୁରୁକୁଣି ମେଲଣ ଚଳିତ ମାସ ଆସନ୍ତା 16 ତାରିଖ ଦିନ ସେକ୍ଟର 20 ଡି ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବୋଲି ଏକ ସୂଚନା ଦିଆଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମଙ୍ଗଳ, ସଭାପତି ସାଗରିକା ସାହାଣୀ, ସମ୍ପାଦିକା ମମତାଞ୍ଜଳି ଦାସ, ସାଂସ୍କୃତିକ ସମ୍ପାଦିକା ରଶ୍ମିରାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ସୂଚନା ଦେଇଛନ୍ତି। ସେ କହିଲେ ଯେ ଏହି ଖୁଦୁରୁକୁଣି ମେଳଣ ତୃତୀୟ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ 50ରୁ ଉର୍ଦ୍ଧ୍ୱ ମାଙ୍କ ମୂର୍ତ୍ତି ଅଂଶଗ୍ରହଣ କରିବେ। ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କିଛି ନାରୀ ପ୍ରତିଭାଙ୍କୁ ସମ୍ମାନିତ କରିବା ସହ ଅଭିଜ୍ଞ ବିଚାରକ ମଣ୍ଡଳୀ ଦ୍ୱାରା ମତ ନିଆଯାଇ ମାଙ୍କ ମୂର୍ତ୍ତି ପାଇଁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ସାନ୍ତ୍ୱନାମୂଳକ ପୁରସ୍କାର ସହ ଅଂଶଗ୍ରହଣ କରିଥିବା ସମସ୍ତଙ୍କ ପାଇଁ ନିଶ୍ଚିତ ପୁରସ୍କାର ରଖାଯାଇଛି। ଏଥିସହିତ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ମେଲଣରେ ସହରବାସୀ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଏହି ସୂଚନା ଦେବା ସମୟରେ ଅନ୍ୟମାନଙ୍କ ମଧ୍ୟରେ ସୁନିତା ବିଶ୍ୱାଳ, ପ୍ରତିମା ବେହେରା, ବିଷ୍ଣୁପ୍ରିୟା ସାହୁ, ରଞ୍ଜିତା ସାହୁ, ପୁଷ୍ପଲତା ବିଶ୍ୱାଳ, ମିନତୀ ତ୍ରିପାଠୀ, ବାସନ୍ତୀ ସେଠୀ, ଦୀପ୍ତି ନାୟକ, ସୋମା ଭଟ୍ଟାଚାର୍ଯ୍ୟ, ଉର୍ମିଳା ପରିଡ଼ା, ପଦ୍ମାରାଣୀ ବେହୁରା, ସ୍ୱର୍ଣ୍ଣଲତା ମହାନ୍ତି, ରୂପା ଜ୍ୟୋତି, ଜ୍ୟୋତ୍ସ୍ନାରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ନାୟକ ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।